preparation of complete living. Life is very complex and presently scientific knowledge should be able to into different. If it's just a katha, but overall individual complete बनेगा जो complete in the sense हम जो कुछ academic भी handle कर पाते हो, personal life भी handle कर पाते हो, किसी भी जो कुछ ना problem solving capacity. ଗୋଟେ ପିଲାର analytic capacity ମାନେ ଆମେ ଗୋଟେ ଜିନିଷକୁ ଦେଖିବାର ବୁଝିବାର ଆମେ analysis କଥା ହଉଛେ ଗୋଟେ incident ହେଲା ମାନେ ଆମେ କେତେ angle ଭାବିବି କଣ ହେଇଛି କଣ ହେଇପାରିବ ତ ଗୋଟେ analytic ଆଉ ତାର problem solving ଦିଟା ability ପିଲାମାନଙ୍କୁ develop କରିବାକୁ ହିଁ ପଡିବ ଆମେ ଯଦି କହୁଛେ ଆମକୁ କୁହାଯାଉଛି ପଢିବା ପାଇଁ ଆମେ ପଢିବା କିନ୍ତୁ ରେଜଲ୍ଟ ଟା ଭଲ ହବ ବୋଲି ଗ୍ୟାରେଣ୍ଟି ଭଲ ହେଇପାରେ ଖରାପ ବି ହେଇପାରେ ତ ମୁଁ ଭଲ ପାଇବି ପ୍ରିପେୟାର କରିବି ତାଠୁ ବେଶୀ ପ୍ରିପେୟାର ହେବି ମୁଁ ଖରାପ ବୁଝିପାରୁଛନ୍ତି ଆମ ଘରେ ଯଦି ବାପା କଣ କହିବେ always prepare for your own strength ଯାହା ଲାଇଫ ର ଯେବେ ବି ଏକ୍ସାମ ଦେଇଛି ଯେବେ ବି ମୋର ପ୍ଲେସମେଣ୍ଟ ହେଇଛି ଯେମିତି କି ଏସଏସସି ଆଉ ପୂର୍ବ ଜବରେ ରେଜଲ୍ଟ ଆସିଗଲା ସବୁ ହେଇଗଲା ଘରେ ବୋଉ ଝିଅ ପୁଅ କରୁଛି ତାଙ୍କ ଘରେ ଓଡିଶା ଭିତରେ କରାଇବ ଆମେ ଜାଣିଛୁ ସେ ଓଡିଶା ଭିତରେ ରହିବ ସେ ଯୋଉଠି ରହୁ ଆମେ ଯଦି ତାକୁ କନଫାଇନ୍ କରିଦବା ନା ତୁ ଭୁବନେଶ୍ୱର ରହିବୁ ନହେଲେ ଆମେ ଷ୍ଟ୍ରେସ୍ ହେଇଯିବୁ ତ ଅଲ୍ଟିମେଟଲି ଷ୍ଟ୍ରେସ୍ ଏପଟକୁ ଆସିବ ବାପା ମା ଟେନସନ କରିଲେ ବାପା ଗୋଟେ ଟେନସନ କରିଲେ ଏବେ ଏଇଟା ହେଲା ବାପା ବାପା ନିଜେ କଣ ଭାବିଥିଲେ କି ମୁଁ କରିବି କିନ୍ତୁ ସେ ଜାଣିଛନ୍ତି ଯେ ମୋ ପିଲାଙ୍କୁ ଏଭଳି ଭାବେ ଦେଖିଛି ସେ ଯୋଉ ସିଚୁଏସନକୁ ଆମକୁ ଦେଇଦେଲେ ଓଡିଶା ଭିତରେ ତ ରହିବେ ନା ଯୋଉ ସିଚୁଏସନକୁ ରହିଗଲେ ତାକୁ ସେଠିକି ଯିବାର ଅଛି ଆଜି ବି ସେ ଏଇ ଓମେନ୍ସ ଡେରେ ତିନି ଝିଅ ମିଶି ସେ ବି କହୁଥିଲେ ଯେ ଯାହା ହଉ ତମେ ପ୍ରାଉଡ ଫିଲ୍ କରୁଛ ଆମକୁ ଇଏ ସିଏ ତା ନିହାତି ଉପରେ ତ ଲାଗେ ହେଲେ ଅଲ୍ଟିମେଟଲି ଟେନସନ କିଛି ଚାହାନ୍ତିନି ଏଇଟା ହିଁ ଚାହାନ୍ତି ତାଙ୍କର ଏଇଟା ହିଁ ଗୋଟେ ଗୋଲ ଥାଏ ଯେ ପିଲାମାନେ ଏଷ୍ଟାବ୍ଲିଶ ଦିଅନ୍ତୁ ପିଲାମାନଙ୍କୁ ଭଲ ପାଇ ଅଲ୍ଟିମେଟଲି ତାଙ୍କର ଗୋଟେ ତାଙ୍କୁ ଗୋଟେ ଭଲ ଲାଗେ ସେମ୍ କିନ୍ତୁ ଆମେ ଯୋଉ କହୁଛେ ଯେ ଓଭରଅଲ ସିଚୁଏସନରେ ଯାହା ବି ଗୋଟେ ଇନସିଡେଣ୍ଟ ହଉଛି ପ୍ଲସ ଟୁ ରେ ୱାନ୍ ଡେ ହଷ୍ଟେଲ ଗଲି ଏପ୍ରିଲ ଫୁଲ ଡେ ଯୋଉ ସମସ୍ତେ ପ୍ରାଙ୍କ କଲା ମୁଁ ଏମିତି କଣ କରିଛି ନା ମୁଁ ଏମିତି ମିଛୁ ମିଛୁ କା ସମସ୍ତେ କଣ ମୁଣ୍ଡ ବସିଲେ ବୋଲି ଟଙ୍କିକିଆ ଫୋନ କଲା ଫେସରେ ସେଟା ପୁଣି ସପ୍ତାହକୁ 10ଟି କଏନ ଆମକୁ ଗଲା ଓକେ ଦିନକୁ 2ଟା କଏନରେ ଆମେ ଖାଲି କଥା ହଉ ମାନେ ଜଷ୍ଟ ଘରେ ପଢିଛୁ ସେମାନେ ଫୋନ କରିପାରିବେ ମ୍ୟାମକୁ ପାଡେ ମ୍ୟାମକୁ ଆମ ପଟୁ ଆମେ ଦିନକୁ 2 ଟଙ୍କା ହିସାବରେ ଆମେ ତାକୁ ସପ୍ତାହକୁ ଆମକୁ 10ଟା କଏନ ହିଁ ମିଳେ ଏକ୍ସଟ୍ରା ଚାନ୍ସ ଓକେ ଆଉ କଣ ତ ତାଙ୍କ ଆଗରେ ଆମେ ଚାନ୍ସ ନେଇ ବହୁତ ହି କଣ୍ଟ୍ରୋଲରେ ରଖୁଛି ଆଉ ଭଲ ବି ମାନେ ଖୁସି ଯେ ମୁଁ ଆମକୁ ଏଇ ଏନଭାରମେଣ୍ଟରେ ରଖା ହେଇଥିଲା ଯୋଉଥିପାଇଁ ଭଲ କିଛି କରିବା ତେଣୁ ସିଏ ମୁଁ ଏମିତି ଫୋନ କଲି ବୋଉ ମୁଁ ପଡିଯାଇଛି ମୋ ଆଙ୍ଗୁଠି ପାଣି ଆଙ୍ଗୁଠିଟା ଇଏ ହେଇଯାଇଛି ଓକେ ମୁଁ ତାର ନେକ୍ସଟ କନସିକ୍ୱେନ୍ସ ଭାବିପାରିଲି ଯେ ଘରର ଷ୍ଟ୍ରେସ୍ କଣ ମୁଁ ସନ୍ଧ୍ୟାବେଳେ ଫୋନ କରୁଛି ସେମାନେ ରାତି 8:30 ସୁଦ୍ଧା ପହଞ୍ଚିଗଲେ ମାନେ ଘରକୁ ଆସି ମ୍ୟାମ ତାପରେ ନିହାତି ଗାଳି ତ ପଡିବ ନା ଏମିତି ସିଚୁଏସନରେ କଣ ହେଇପାରିବ ମୁଁ ବି କାଗଜ କହିଲା ବୋଲି ତାପରେ ମୁଁ ସେତେବେଳେ ସେ ଜିନିଷ ବୁଝେ ଆଉ ଥରେ ସେକେଣ୍ଡ କଣ କଲି ନା ଘରେ ନ ଜାଣିକି ଘରେ ପହଞ୍ଚିଗଲି ସରପ୍ରାଇଜ କଣ ମୁଣ୍ଡ କଥା ବସିକି ମାନେ ଜଷ୍ଟ କଲେଜ ଯାଉଛେ ନା ତ ଘରେ କହିନି ହୋଲି ଫୋଲି କଣ ଗୋଟେ ଥିଲା ଛୁଟି ଥିଲା ଘରକୁ ପଳେଇ ଗଲାବେଳକୁ ଘରେ ପଳେଇଛନ୍ତି ଗାଁକୁ ହେଲା ମୁଁ ପହଞ୍ଚିଛି ଯିବା ପାଇଁ 4 ଦିନ ଛୁଟି ଦେଇକି ଗଲା ବେଳକୁ ତାହେଲେ କଣ କରାଯିବ ସାଙ୍ଗ ଘରେ ରହିଲେ ଆଉ କଣ କରିପାରିବି ତାପରେ ଘରେ ତାପରେ ବୁଝେଇଲି 2ଟା ଇନସିଡେଣ୍ଟ ପରେ ଘରେ ବାପା ବୋଉ ବୁଝା ଯେ ତମେ ବାହାରକୁ ଗଲା ତମେ ଭାବ ଅଛି ସେପଟେ ତାଙ୍କର ବି ତ ଗୋଟେ ଷ୍ଟ୍ରେସ୍ ଅଛି ନା ସେପଟେ ବି ଟେନସନ ନା ସେମାନେ ତେଣୁ ହଁ ଏମିତି ଗୋଟେ ତାପରେ ସିଚୁଏସନ ଧୀରେ ଧୀରେ ଆମକୁ ଲାଗେ ଏବେ ବି ଯେକୌଣସି ସିଚୁଏସନ କାନିକି ଇଚ୍ଛା ଗୋଟେ ନର୍ମାଲ ସ୍ୱଭାବ ଗୋଟେ ମଣିଷ ଟେନସନ ହେଇଯାଏ କିନ୍ତୁ ସାଙ୍ଗେ ସାଙ୍ଗେ ତାର ଯେମିତି ମୁଁ ଆଉ ମୋ ଇଏ ହଜବେଣ୍ଡ ସେ ବି କିଛି ସିଚୁଏସନରେ ବହୁତ ଓଭରଥିଙ୍କ କରୁଛନ୍ତି ମୋର ଗୋଟେ ସିଚୁଏସନ ଗୋଟେ ବେଶୀ ଆନାଲିଟିକ କିଛି ବି ସେଟା ଗଲା ମୁଁ ଚତୁର ଦିଗରୁ ଖାଲି ଭାବି ନେବି ଇଏ ଏଇଆ କରିଥିଲା ସେଇଟା ନକରିଥିଲେ ସେଇଟା ହେଇଥାନ୍ତା ଇଏ କଣ ମାନେ କଥା ହଉଛି ନା ନା ଏମିତି ହେଲା ଯେ ସେଇଟା ବାକି ସେ ପୁରା କାମ ହେଇଗଲା ହେଇଗଲା ନାଇଁ ତ ନାଇଁ ହେଇଗଲା ନାଇଁ ତ ନାଇଁ ତାର ଏଇଭଳି ଭାବରେ ଗୋଟେ ବାଲାନ୍ସ ଚାଲିଛି ମୁଁ ଟିକେ ଓଭର ପାର୍ଟ ସେଥିପାଇଁ ବେଶୀ ଆନାଲିସିସ୍ କରୁଛି ଯୋଉଟା ବେଶୀ କରିବା କଥା ନୁହଁ ଓଭର ଥିଙ୍କିଂ ହେଇଯାଏ କିନ୍ତୁ ହଁ କିଛି ବି ସିଚୁଏସନ ହେଲେ ସବୁ ଆଙ୍ଗେଲରୁ ଟିକେ ପ୍ରିପେୟାର ରହିବେ ଓଭରଥିଙ୍କିଂ ଟେନସନ ଟିକେ ଦିଏ ବେଳେ ସିଚୁଏସନ ଠିକ ବି ଲାଗେ କାମ ବି ମାନେ ଫାଇଦାରେ ବି ଲାଗେ ଯେ ଯାହା ହଉ ସବୁ ଆଙ୍ଗେଲ ପାଇଁ ତେଣୁ କଥା ହେଲେ ମତେ ଲାଗେ ଯେ ସବୁ ଆଙ୍ଗେଲ ପାଇଁ ପ୍ରିପେୟାର ହେଇଯିବା ଦରକାର ଯେମିତି ମତେ ଲାଗେ ଯେ ଆଜିର ମିଟିଂରେ ଆମେ ଯଦି ଗୋଟେ ଏଜେଣ୍ଡା ଗୋଟେ ବନାଉ ସେଇ ହିସାବରେ ହେଇପାରିବ ନ ହେଇପାରିବ ଖାଇବାର ଜିନିଷ ଅଛି ବାହାର ଗେଷ୍ଟ ଆସିବାର ଅଛି ତ ଆମେ ବସିକି ଖାଲି ଭାବୁଛେ ଯଦି ଏଇଟା ନ ହବ ତାହେଲେ ଆମର ବ୍ୟାକଅପ୍ କଣ ଓକେ ତାର ମେନ୍ କଥା ହେଲା ଯେ ଅର୍ଗାନାଇଜେସନ
ଜିନିଷର ଗୋଟେ ସବୁ ପଏଣ୍ଟ ଗୋଟେ ଟିକେ ଭାବିବାକୁ ତେଣୁ ଆମେ ଯଦି ଏଇ ପଏଣ୍ଟ କଥା କହିବା ଯେ ଓଭରଅଲି ଗୋଟେ ପିଲା ପାଖେ ସବୁ ଲାଇଫ ସିଚୁଏସନ କୁ ହ୍ୟାଣ୍ଡେଲ କରିବା ତାକୁ ସଲ୍ଭ କରିବାର ଗୋଟେ ରହିବା ଦରକାର ତା ଭିତରେ କାପାସିଟି ଓକେ ତାପରେ ଏହା କଣ କ୍ୟାରେକ୍ଟର ବିଲ୍ଡିଂ ଆଣ୍ଡ ଟ୍ରେନିଂ ଫର ସିଟିଜେନ୍ସ ଓକେ କ୍ୟାରେକ୍ଟର ବିଲ୍ଡିଂ বা ଆମର লিভিং ফর কমপ্লিট লাইফ বা আমি যে কিছু চরিত্র গঠন ওকে ক্যারেক্টর ର ইম্পর্টেন্স কোন আমি আরাম সে জানি বড়িয়া সে জানছি ক্যারেক্টর কাহিনী একটু ক্যারেক্টর কাহিনী কোন বিଷୟରେ প্রত্যেক ইন্ডিভিজুয়াল যে স্তর দেখে আমি যাচ্ছি ଗୋଟେ ତାର ଯେମିତି ଇନଫାନ୍ସି ରୁ ଆଡolescence ରୁ adulthood young stage youth କଲେଜ ସବୁ ଷ୍ଟେଜ ରେ କିଛି ଗୋଟେ ଡିଫାଇନ୍ଡ କ୍ୟାରେକ୍ଟରିଷ୍ଟିକ୍ସ ଅଛି ठीक तो ସେଇ କ୍ୟାରେକ୍ଟର୍ସ କୁ ମେଣ୍ଟେନ କରିବା ଆଉ ସେ କ୍ୟାରେକ୍ଟର କୁ ବଜାୟ ଯାହା କହୁଛି ମେଣ୍ଟେନ କରିବା ଆଉ ସେ କ୍ୟାରେକ୍ଟର କୁ ଯାହା ହିସାବରେ ଯୋଉ ହିସାବରେ ମୋର ଏଇ ହିସାବରେ ଏଇ ରୋଲ ଟା ଏମିତି ହେବା ଦରକାର ମୁଁ ଡିଫାଇନ୍ କରିଛି ଏବେ ତମେ ଷ୍ଟେଜରେ ଯୋଉ ଅଛ ପ୍ଲସ ଟୁ ଏଇ ଷ୍ଟେଜରେ ତମକୁ ରିସିଭର ହବାକୁ ପଡିବ ओके तुमको रिसीव କରିବାକୁ ପଡିବ तुमको ଭଲ ଲାଗୁ ନ ଲାଗୁ ଓକେ ଆମେ ଏଇ ଷ୍ଟେଜ କୁ ମୁଁ ଏବେ ବୁଝିପାରୁଛି ଯେ ଯେତେବେଳେ ମୁଁ ତମ ଷ୍ଟେଜରେ ମୁଁ ବିରକ୍ତ ହବା ସ୍ୱାଭାବିକ ଏତେ କଣ କହୁଛନ୍ତି ଏତେ କଣ କହୁଛନ୍ତି କିନ୍ତୁ ଏବେ ମୁଁ ଜାଣିପାରୁଛି ଯେ ସେ କହିବାଟା ଜରୁରୀ ଓକେ ପିଲାଙ୍କୁ ଆମେ ଯଦି କହୁଛେ ମାଙ୍କୁ ବାପାଙ୍କୁ ତାଗିଦ ଜରୁରୀ ଆମକୁ ନ ଭଲ ଲାଗେ କିନ୍ତୁ ଜରୁରୀ କାରଣ ତାଙ୍କ ରୋଲ ସେଇଟା ଆମେ ରୋଲ କହିବା ରୋଲ ତାର ଶୁଣିବା ତ ଅଛି କେତେ ଡିଫାଇନ୍ କ୍ୟାରେକ୍ଟରିଷ୍ଟିକ୍ସ ଅଛି ତେଣୁ ଓଭରଅଲ କ୍ୟାରେକ୍ଟର ବିଲ୍ଡିଂ ଉପରେ ମଧ୍ୟ କାନ୍ଦିଦେବା ଗୋଟେ ମାନେ ନେକ୍ସଟ ଷ୍ଟେପ୍ ଥିଲା ଯେ ଏଜୁକେସନ ମାଧ୍ୟମରେ ଶିକ୍ଷା ମାଧ୍ୟମରେ ଆମେ ଯେମିତି କହୁଛେ ଯେ ପିଲାଟା କାହିଁକି ସୁଇସାଇଡାଲ ରେଟ୍ ବଢୁଛି ପାଠ ପଢୁଛନ୍ତି ହାଇ କ୍ୱାଲିଫିକେସନ ମାନେ ଇଣ୍ଟେଲିଜେନ୍ସ ଉପରେ ତ କ୍ୱେଶ୍ଚିନ୍ସ ନାହିଁ ଓଭରଅଲ ଆଚିଭମେଣ୍ଟ ଉପରେ ବି କ୍ୱେଶ୍ଚିନ୍ ନାହିଁ ତାପରେ ବି ଏଟା କିନ୍ତୁ ଗୋଟେ ଡିସିସନ ନେଇଯାଉଛି ଆମେ ଶୁଣୁଛେ ଏତେ ଭଲ ପିଲା କଣ ଗୋଟେ ଆଫେୟାର ହେଲା ସାଙ୍ଗେ ସାଙ୍ଗେ ପଡେ କେବେ ଗଲା ମରିଗଲା ଯାହା ବି ଓକେ ତ ଯଦି ସବୁ ବର୍ଷ ମେଟ୍ରିକ ଏକ୍ସାମ ବେଳେ ମେଟ୍ରିକ ଏକ୍ସାମ ଟି ଜଣ ପୂର୍ବରୁ ପ୍ଲାନିଂ ହେଇକି ଡିସିସନ ନେଇ ଯାଉଛି ଷ୍ଟ୍ରେସ୍ ନବା ତା ପଛରେ କାରଣ ବି ସେଟା ଗୋଟେ ବି କାରଣ ହେଇପାରେ ପ୍ୟାରେଣ୍ଟିଂ ଛୋଟ ପ୍ରେସର କିଛି ନାହିଁ ସେ ହଷ୍ଟେଲରେ ରହୁଥିଲେ କିଛି ବି କହିଲେ କିଛି ବି କଲେ ଆଜି ଆମ ସ୍କୁଲରେ ହିଁ କେସ୍ ହେଇଛି ହଷ୍ଟେଲ ଝିଅଟା ତାର 10th ହେଇଥାନ୍ତା ଘରେ କିଛି କହିକି ମାନେ କିନ୍ତୁ କେସ୍ ଉଠିଛି କି ମ୍ୟାମ୍ ପଦାରେ ମାନେ ଏବେ ଯୋଉ ରିସେଣ୍ଟ ଯୋଉ ଆଜି କଲେଜ ସ୍କୁଲ ତମେ ଏତେ ଦୂର କେମିତି ଭାବିଲ ଯୋଉ ସବୁ ହାତ କାଟି ଦିଅନ୍ତି ନା ମତେ ସେଇଟା ଭାବିଲା ବେଳକୁ ଡର ଲାଗେ କେମିତି କରୁ ଆମେ ତ ଆମକୁ କେବଳ କେବଳ ଗୋଟେ ଜିନିଷ କାଉନ୍ସିଲିଂ ଦରକାର ପିଲାମାନଙ୍କୁ ବାପା ମାଙ୍କର ବା ସେମାନେ ଯାହା ସହ କ୍ଲୋଜ ଓକେ ଆମେ ଏଠି କ୍ଲୋଜ ମାନେ କହିପାରିବାନି ସେଟା ସାଙ୍ଗମାନଙ୍କୁ କ୍ଲୋଜ ବା ସାଙ୍ଗମାନଙ୍କ ପାଖେ ଛାଡିଦବା ନା ଆମର ସତରେ ନା ପ୍ୟାରେଣ୍ଟିଂ ର ରୋଲ ଗୋଟେ ବଡ ରୋଲ ବାପା ମା ହବା ଗୋଟେ ବଡ ରୋଲ ତ ତମେ କେମିତି ପିଲାଙ୍କୁ ଆମେ ଯେତେବେଳେ 10th ଏକ୍ସାମ ମାନେ 9th 10th ବେଳକୁ ମୋ ବୋଉ ନା ପ୍ରତ୍ୟେକ ଯୋଉ ହାପି ନିୟର ଟାଇମରେ ସେ ଆମ ବ୍ୟାଗ୍ ଚେକ୍ କରନ୍ତି ଆମକୁ ରାଗ ଲାଗେ ଇଏ କଣ ଗୋଟେ ବ୍ୟାଗ୍ ଚେକ୍ କରୁଛି ଆମର କଣ ଚେକ୍ କିନ୍ତୁ ମୁଁ ଏବେ ଭାବୁଛି ସେଥିରେ ଆଟଲିଷ୍ଟ ମୋର ପ୍ରତିଟି ଆକ୍ଟିଭିଟି ତ କରିବେ ନା ଯେ କାଳେ ଝିଅ କିଛି ଭୁଲ ରାସ୍ତାକୁ ଯାଉଛି କି କାଳେ କିଏ ତାକୁ ହଇରାଣ କରୁଛି କିଛି କାଳେ ସେ ଜିନିଷ ଇମ୍ପାକ୍ଟ ପଡିବ ତା ଲାଇଫ ତେଣୁ ସେମାନେ ତାଙ୍କ ୱେରେ ତାଙ୍କୁ ଯୋଉଟା ଠିକ ଲାଗିବ ସେଇ ହିସାବରେ ଆମକୁ ଗାଇଡ କରିବେ ଓକେ ଆମେ ଯଦି ଗୋଟେ କନସେପ୍ଟ ଯଦି ଭାବିବାର ଅଛି ଯେ ବାପା ମା ଆମ ଭଲ କଣ କହୁଛନ୍ତି ତାହେଲେ ସବୁ ଜିନିଷ ସଲ୍ଭ ହେଇଯିବ ଯଦି ମୁଁ ସେଠି କହିବି ଏମାନେ କାହିଁକି ମୋର ଭଲ ଭାବୁଛନ୍ତି ତାହେଲେ ମେ ବି ପ୍ରୋବ୍ଲେମ ମତେ ଭାବିବା ସେମାନେ ଭଲ ପାଇଁ କହିବେ ଖରାପ କହିବେ ଭଲ ପାଇଁ ଭଲ ପାଇଁ କହିବାର ଅଛି ମୋ ବାବା ମାମା ସେଇ ଗୋଟେ ଟାଇମ 9th 10th ବେଳକୁ ଭୂମିରେ ତାର ପାଠ ବ୍ୟାଗ କିଛି କହିବୁ କେବେ ବ୍ୟାଗ ଚେକ୍ କରନ୍ତୁ କେବେ କିଛି ନାହିଁ ମୋବାଇଲ ଇଭେନ ମୋ ମୋବାଇଲରେ ପାସୱାର୍ଡ ନା ମୋ ବାବା କେବେ ମାଗିଛନ୍ତି ନା ମୋ ବାବା କେବେ ମାଗିଛନ୍ତି ସେଟା ଆଇଲେ ମତେ ବସେଇଲେ
शेयरिंग ଗୋଟେ ରଙ୍ଗ ନିହାତି ଦରକାର ବାଲାନ୍ସ ଲାଗିବ ତମ ଏବେ ଆଜି ଚାଇଲ୍ଡ ତମ କିଛି ଅସୁବିଧା ହେଲେ ତମ ଷ୍ଟାଣ୍ଡ ବାଇ ତ ତାର କିଛି ଆମେ କହିଲା ସେମାନେ ଯଦି ଆମ ପାଇଁ ଭାବୁଛନ୍ତି ଆମେ ତ ଏଇଠି ଭାବିବା ମୁଁ ବି ଚାହିଁବି ନା ତାଙ୍କୁ ଷ୍ଟ୍ରେସ୍ ନ ଦଉ ମୁଁ ବି ଚାହିଁବି ତାଙ୍କୁ କିଛି ଟେନସନ ନ ଦଉ ଏଇ ସବୁ ଯେମିତି ଆଜି ତାଙ୍କୁ କିଛି ଗୋଟେ ଏକ୍ସାମ ପୂର୍ବରୁ ଷ୍ଟ୍ରେସ୍ ହେଇକି କିଏ ଚାଲିଥିବ ଏକ୍ସାମ ପରେ କିଛି ରେଜଲ୍ଟ ଖରାପ ହେଲେ ଚାଲିଥିବ ତ କିଏ କହ ଲାଇଫ ହେଇଗଲି ଚାଲିଛି ମାନେ କେତେ ଇଜି ଲାଇଫ କେତେ ନର୍ମାଲ ଭାବେ କିଛି ଚାଲିଛି एग्जाम को नहीं कि एते टेंशन पड़ुला हमर तो एतवाळे मैट्रिक एग्जाम रिजल्ट हला काहे सुनिले तापर मां एबे भी कहूची रिजल्ट सुनला पर उठा कहला हां तू जा करछु ସେମାନଙ୍କର ଗୋଟେ ରିଆକ୍ସନ ଆସିବ ସେ ତାଙ୍କର ତ ଗୋଟେ ଟେଣ୍ଡେନ୍ସି ଥାଏ ଯେ ନର୍ମାଲି ଭାବିଛେ ନହେଲେ ଆମକୁ ରାଗ ଲାଗୁଛି ଆମେ ଯୋଉ ହିସାବରେ ଭାବିଛେ ସେଇ ହିସାବରେ ଦିନଟା ନ ଗଲେ ଭଲ ଲାଗୁଛି ଆମେ ଭାବିଛେ ଯେ ମୁଁ ଆଜି ଏମିତି ଗୀତ ଗାଇବି ନାଚ କରିବି ହେଲାନି ମାନେ ସାରା ଯୋଉ ହେ ଭୁଲିଗଲି ସେଟା ଭୁଲିଗଲି ସେ ଗୀତଟା ଭୁଲିଗଲି ଯଦି ଆମେ ମାନେ 10 ମିନିଟ୍ ବା 2 ଦିନର ପ୍ରାକ୍ଟିସରେ ଆମେ ଯଦି ଏତେ ମୁଣ୍ଡକୁ ନଉଛେ ସେମାନଙ୍କର କେତେ ଏକ୍ସପେକ୍ଟେସନ ଆମ ସହିତ ମାନେ ଆମ ସହିତ ଜଡି ହେଇକି ସେମାନେ ତ ରହିବ ନା ମୋ ଝିଅ କାହିଁ ପଢିଲା ମୁଁ କାହିଁ କିଛି କହିବେନି ତେ ରିଜଲ୍ଟ ବାହାରିଲା ମତେ ପଚାରେ ତମେ ଏଇଠି ଥିଲ କେରଳ ଛୁରୀ ସାଇଡ ପୁରା ସଜାଇକି ଥୁଆ ହେଇଥିଲା ବେଡ୍ ଉପରେ ତାପରେ କୋଉଡା ହେଇଛି ତମେ କହିଥିଲ ସେ ଲକ୍ଷେ ରଖ ତାପରେ ଏଠି ପଡେଇଲେ କଣ ଦି ଦିନ ପରେ ତମେ ପଇସା ଦେଇକି ଯାହା ଖାଇଥିବ ରିଆକ୍ସନ ଟା ସେ ଦିନେ ଦି ଦିନ ରିଆକ୍ସନ ଟା ରହିବ ସେଟାକୁ ନେଇକି ଆମେ ଭାବିବା କି ଯେ କାହିଁକି କହିଲେ କଣ ସେ ରିଆକ୍ସନ ଟା ଆମେ ଯଦି ତାଙ୍କ ଏକ୍ସପେକ୍ଟେସନ ହିସାବରେ କାମ କରିପାରିଲେ ତାହେଲେ କନସିକ୍ୱେନ୍ସ ପାଇଁ ବି ରେଡି ଆଉ କଣ ଅଛି ନିଜ ଉପରେ ସେଥିପାଇଁ ଆମେ ପୁରା ନିଜକୁ ମୁଁ ନିଜକୁ ପୁରା ଓଷ୍ଟ ସିଚୁଏସନ ରଖିଥିଲି ବାପା ଏଇଟା କହିବେ ବୋଉ ଏଇଟା କହିବେ ତାପରେ ସେଟା କହିବେ ଯଦି ନ କରିବେ ପାସ୍ ମାରେ ତ ମୁଁ ନିଜକୁ ଏତେ ଓଷ୍ଟ କରି ମୁଁ ରଖିଦେଇଥାଏ ଏଭଳି ସିଚୁଏସନରେ ନହେଲେ ତ ପୁରା ବିନ୍ଦାସ କିନ୍ତୁ ମୁଁ କିଛି ବି ହେଲେ ମୁଁ ଭାବି ଦେଇଛି ବାବା ପିଟିବେ ଏପର୍ଯ୍ୟନ୍ତ ପିଟି ନାହାନ୍ତି ମୁଁ ପିଟେ କିନ୍ତୁ ଥାଏ ଯେ ତମ ବାପାଙ୍କର ପିଟିବା ଜରୁରୀ ବାବାଙ୍କର ଏଠିକି ଆସିଲୁ ସେତିକି ନବୁ କଣ କହୁଥିଲା ଏତିକି ଆସିଲି ସେତିକି ଦରକାର ଏତିକିରେ ଶେଷ ସେ ବାବା କେବେ କହନ୍ତି ଗାଳି ଦିଅନ୍ତି ବାବା କହିଥିଲେ କିଛି ମାମା ବାବା କାନ୍ଦି ଆଉ ସେ ତ ତାଙ୍କର ଭଲ ଅଛି କୋଉ ଗାଳି କଲେ ଆମେ କାନ୍ଦୁଥାଉ ମୁଁ କହିଲି ମା ଗାଳି ଗୋଟେ ଦଉଥିଲେ ଧୁଳି ଦାଣ୍ଡ ନେଇଛନ୍ତି ଆଉ ମେନ୍ କଥା ସେମାନେ ଚାହାନ୍ତି ଆମ ପିଲାମାନେ ସରିଲା ଆଉ ଯଦି ସେ ଗୋଟେ ଜିନିଷ ଚାହିଁଛନ୍ତି ଆମେ ପଢିଦେଲେ ସରିଲା କଥା ସେମାନେ ଆମେ ଖୁସି ଅଲ୍ଟିମେଟଲି ଆମେ ଭଲ ପଢିଲେ ଆମେ ଚାକିରି କଲେ ଆମେ ରୋଜଗାର କ୍ଷମ ହବା ଆମକୁ ସମାଜରେ ନାଁ ମିଳିବ ନିଜେ କାମ କରିପାରିବା ସରିଲା ମୁଁ ରେଜଲ୍ଟ ଆସିଲା ପରେ ଭାବୁଥିଲି ମାରି କାମ କର ତାକୁ ଫଟୋ ଉଠେଇକି ମତେ ପଠେଇଦେବି ଆଚ୍ଛା ନେକ୍ସଟ କ୍ଲାସ କୁ ଏଠି ଆମର ଯେମିତି ଅଛି ଏଇଟା ତ ଡିସକସନ କରିବା ଆମେ ଫାର୍ଷ୍ଟ ୟୁନିଟ୍ ଆଉ ସେକେଣ୍ଡ ଆମେ ୟୁନିଟ୍ ଏଇଟା ଲେଖିକି ସେକେଣ୍ଡ ୟୁନିଟ୍ ଷ୍ଟାର୍ଟ କରିବା ଓକେ ଏଟା ଆମେ ଥିଓରିଟିକାଲ ନେକ୍ସଟ ହଁ ମାନେ ଏଟା ଆମେ ସାଇड ବାଇ ସାଇड ନବା ଗୋଟେ ମିନିଟ୍ ଥିଲା ସେଇଟା ଆମେ ସେକେଣ୍ଡ ୟୁନିଟ୍ ସାଇକୋଲୋଜି ବା ଲର୍ନିଂ ପେପର ଷ୍ଟାର୍ଟ କରିବା ତା ସହିତ ଗାନ୍ଧୀଜୀଙ୍କର ନେକ୍ସଟ ଯାହା ଅଛି ତାକୁ ଷ୍ଟାର୍ଟ କଣ ଯୋଉ କାଲି ରବିବାର ଗଲ ଯୋଉ ଏଜୁକେସନ ନାହିଁ ଶୁକ୍ରବାର ଶନିବାର କାଲି ଆସିପାରିବି କହିଥିଲି ଆଡମିଟ୍ ହେଇକି ନାଇଁ ମାଫ କରିଦଉଛି ହଁ ହଁ